ପିଲାମାନେ ଆଜି ଆମେ ପଢିବା ଓଡ଼ିଆ ଭାଷାର କମ୍ପ୍ୟୁଟରୀକରଣ ସମ୍ପର୍କରେ ଅଭିମତ ପ୍ରଦାନ କର ହେଲା। ଓଡ଼ିଆ ଭାଷାର କମ୍ପ୍ୟୁଟରୀକରଣ କ'ଣ ତାହା ଉପରେ ସମସ୍ତେ ଲେଖିବା ନିହାତି। ସମସ୍ତେ କମ୍ପ୍ୟୁଟର କରୁଥିବେ, PGDCA ଟାଲି ସବୁ କିଛି କରିଥିବେ। ଓକେ, ସମସ୍ତେ କରିଥିବେ, କିନ୍ତୁ ମେନ୍ କଥା ହେଉଛି ତମେ ଓଡ଼ିଆରେ ଲେଖିବ ନା, ତାକୁ କେମିତି କ'ଣ ଲେଖିବ ସେଟା ବି ଜାଣିବା ଦରକାର ହେଲା। ତ ଯେଉଁମାନେ ମାନେ ସର୍ଟ କୋଶ୍ଚିନ୍ ଯେଉଁମାନଙ୍କର ଟେଲିଗ୍ରାମରେ ଜଏନ୍ ହୋଇନାହାନ୍ତି ସେମାନେ ଟେଲିଗ୍ରାମ ଜଏନ୍ ହୋଇକିନି ମୁଁ ସର୍ଟ କୋଶ୍ଚିନ୍ ଟେଲିଗ୍ରାମରେ ଦେଇଦେଇଛି, ଆପଣମାନେ ଯାଇ ବି ସେଠି ଯାଇ ଡାଉନଲୋଡ଼ ବି କରିପାରିବେ। ଓକେ, ତ ପ୍ରଥମ କଥା ହେଉଛି ଓଡ଼ିଆ ଭାଷାର କମ୍ପ୍ୟୁଟରୀକରଣ ସମ୍ପର୍କରେ ଅଭିମତ ପ୍ରଦାନ କର ହେଲା। ଟିକେ ଲମ୍ବା ହେବ, କିଛି ଅସୁବିଧା ନାହିଁ, ସମସ୍ତେ ଦେଖ ଆଉ ନୋଟ୍ କର। ଏଇଟା ହିଁ ବାରମ୍ବାର ପରୀକ୍ଷାରେ ଆସିଥାଏ ଆଉ ଆରି ଉପରେ ହିଁ ଦେଇଥାଏ। ଆଉ ଯଦି ବି କିଛି କଥା ନାହିଁ କମ୍ପ୍ୟୁଟରୀକରଣ ଉପରେ ଦେଇଥିବ ତା ସମ୍ପର୍କରେ ଦେଇଥିବ ଲେଖିବ, ଏତେ କିଛି ତ ହେବନି, କାହିଁକିନା ଏତେ ବି ହାର୍ଡ଼ ପକାଏ ନା କେବେ ବି, ସବୁବେଳେ ଇଜି ଜିନିଷ ବି ସେ ପକେଇଥାଏ ହେଲା। ଦେଖ କମ୍ପ୍ୟୁଟର ସମ୍ପର୍କରେ ପ୍ରାକ୍ ଭାଷା ହେଲା, ତାର କ'ଣ ରହିଛି ଦେଖିବା। ଦେଖ କମ୍ପ୍ୟୁଟର ହେଲା ମେନ୍ ଜିନିଷ ଏଇଟା ହେଲା, ଏଇଟା ଲେଖିବ। କମ୍ପ୍ୟୁଟର ସମ୍ପର୍କ ପ୍ରାକ୍ ଭାଷାଟା ମେନ୍ଟା ହେଲା, ଲେଖିବ ସମସ୍ତେ। କମ୍ପ୍ୟୁଟର ହେଲା ଏକ ଇଲେକ୍ଟ୍ରୋନିକ ଗଣନା ଯନ୍ତ୍ର ବିଶେଷ ଯାହା ମାଧ୍ୟମରେ ଅସ୍ୱାଭାବିକ ଦ୍ରୁତ ଗତିର ଗଣନା କରିହୁଏ। ମାନେ କ'ଣ, ଯାହା ମାଧ୍ୟମରେ କ'ଣ କରି ହୋଇଥାଏ ନା ସବୁକିଛି ଗଣନା କରି ହୁଏ, ଜାଣି ହୁଏ। ତ ସେଇଭଳି ସେ ହେଉଛି କମ୍ପ୍ୟୁଟର। ସେଇ ଗଣନାର ଫଳାଫଳକୁ ଏକ ତଥ୍ୟ ଭାବରେ ଧରାଯାଏ, ତାହା ବିଶ୍ଳେଷଣ କରାଯାଏ ଏବଂ ଆବଶ୍ୟକ ହେଲେ ତାହା ଅନ୍ୟ କୌଣସି ମାଧ୍ୟମରେ ବି ପଠାଇ ହୁଏ। ବୁଝିପାରିଲ? ତାପରେ ଦେଖ ବିଶ୍ୱର ଉନ୍ନତି ଦେଶଗୁଡ଼ିକ ସବୁବେଳେ ପ୍ରଯୁକ୍ତି ସହଯୋଗରେ ନିଜକୁ ଉନ୍ନତିର ଶୀର୍ଷକୁ ନେଇଯାଉଛି। ବିଜ୍ଞାନ ହେଉ କି ପ୍ରଯୁକ୍ତି, ସେମାନଙ୍କର କ୍ରମବିଧିମାନ ଉନ୍ନତି ଆମ୍ଭମାନଙ୍କୁ ଖୁବ୍ ପଛରେ ପକାଇ ଦେଇଛି। ଅଥଚ ଆମ ଦେଶର ଇଞ୍ଜିନିୟର ମାନେ ବିଦେଶ ଯାଇ ସେ ଦେଶର ବିଜ୍ଞାନକୁ ଅଧିକ ଉନ୍ନତ ବି କରୁଛନ୍ତି ହେଲା। ଆମ ଦେଶର ଇଞ୍ଜିନିୟର ମଧ୍ୟ ଯାଇ କ'ଣ ଅନ୍ୟ ଦେଶର ଯାଇକିନି ସେ ବିଜ୍ଞାନ କ'ଣ ଉନ୍ନତ କରୁଛନ୍ତି, ବଢ଼ାଉଛନ୍ତି। ତାପରେ ଦେଖ ଯେଉଁ ସଫ୍ଟୱେର ପାଇଁ ଆଜି ଗୋଟିଏ ଦେଶ ଏତେ ଗର୍ବ କରୁଛି, ସେ ସଫ୍ଟୱେର ତିଆରି ପଛରେ ଆମ ଦେଶର ଇଞ୍ଜିନିୟର ମାନଙ୍କର କୃତି ତ କିଛି କମ୍ ନୁହେଁ ହେଲା। କାହିଁକିନା ଆମ ଦେଶ ବି ବହୁତ ଆଗେଇ ଚାଲିଲାଣି, ବୁଝିପାରୁଛ କି ନାହିଁ। ଅଥଚ କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ଆମ ଦେଶର ସର୍ବସାଧାରଣ ସବୁ ପଛରେ ଅଛନ୍ତି। କମ୍ପ୍ୟୁଟର ଏକ ଏମିତି ଜିନିଷ ଯାହା ମାଧ୍ୟମରେ ଆମେମାନେ କେବଳ ନିଜର ଜ୍ଞାନ ବୃଦ୍ଧି ନୁହେଁ, ବିଦେଶୀ ସଫଳତା ସହିତ ଆମେ ବି ଟକ୍କର ଦେଇପାରୁ ଓ ଅତିକ୍ରମ ବି କରିପାରୁ। ଏଥିପାଇଁ ସମସ୍ତଙ୍କ ପାଇଁ କମ୍ପ୍ୟୁଟର ଶିଖିବା ଖୁବ୍ ଜରୁରୀ ହେଲା। ମୁଁ ପ୍ରଥମରୁ କହୁଛି, ଏବେ ମଧ୍ୟ କହୁଛି, ଯେଉଁମାନେ କମ୍ପ୍ୟୁଟର ଶିଖିନେ ସମସ୍ତେ ଶିଖନ୍ତୁ। ଆଉ କମ୍ପ୍ୟୁଟର ଶିକ୍ଷାଟା ତୁମମାନଙ୍କ ପାଇଁ ପିଲାମାନେ ନିହାତି ଜରୁରୀ। କାହିଁକି ନା ଯଦି ଗୋଟେ ପିଲା କମ୍ପ୍ୟୁଟର ଶିଖିଥିବ, ସେ ନିହାତି କୌଣସି ନା କୌଣସି ଜାଗାରେ ତାକୁ ଜବ୍, ଗଭର୍ଣ୍ଣମେଣ୍ଟ ଜବ୍ ମିଳୁ ନ ମିଳୁ କିଛି ଅସୁବିଧା ନାହିଁ, କିନ୍ତୁ ଯେଉଁଠିକି ଗଲେ ବି କମ୍ପ୍ୟୁଟର ସବୁଆଡ଼େ ଏବେ ହେଇଗଲାଣି, ତ ପ୍ରାଇଭେଟ୍ ଜବ୍ ନିହାତି ମିଳିବ। ଓକେ, ତ କମ୍ପ୍ୟୁଟର ଉପରେ ଆପଣମାନେ ଆରାମସେ ବସିକିନି ବି ନିହାତି 15ରୁ 20 ଭିତରେ ଆପଣମାନେ ଇନକମ୍ ବି କରିପାରିବେ, କିଛି ଅସୁବିଧା ନାହିଁ ହେଲା। ତାପରେ ଦେଖ କମ୍ପ୍ୟୁଟର ଶିଖିବା ପାଇଁ ଓଡ଼ିଆ କମ୍ପ୍ୟୁଟରୀକରଣ ହେଲା। ଦେଖ କ'ଣ ଦେଇଛି, ଯେତେବେଳେ ସାଧାରଣ ଲୋକଟିଏ କମ୍ପ୍ୟୁଟର କ ଅକ୍ଷର ଜାଣିନଥିଲା, ସେତେବେଳେ ଇଂରାଜୀରେ ଲେଖା କମ୍ପ୍ୟୁଟର ମୋଟା ମୋଟା ବହି ଦେଖି ଭାବୁଥିଲା କମ୍ପ୍ୟୁଟର ବୋଧହୁଏ କେବଳ ମାତ୍ର ଉଚ୍ଚଶିକ୍ଷିତ ବା ଇଂରାଜୀ ମାଧ୍ୟମରେ ପଢ଼ୁଥିବା ଝିଅ ପୁଅମାନଙ୍କ ପାଇଁ ଉଦ୍ଦିଷ୍ଟ ହେଲା। ସେ ଯେତେବେଳେ ଦେଖୁଥିଲା କ'ଣ, ଯେତେବେଳେ କମ୍ପ୍ୟୁଟର ମାନେ ଜାଣିନଥିଲେ ଏତେ କେହି, ସେତେବେଳେ କ'ଣ ସେ ଏମିତି ହିଁ ଭାବୁଥିବ ନା। କିନ୍ତୁ କମ୍ପ୍ୟୁଟର ବ୍ୟବହାର କରିଚାଲିଲା ପରେ ଅନୁଭବ କରିହେବ ଯେ କେବଳ ଭାଷା ସମସ୍ୟା ହିଁ କମ୍ପ୍ୟୁଟରକୁ ଅନେକ ଆଗ୍ରହୀ ବ୍ୟକ୍ତିଠାରୁ ଦୂରେଇ ରଖିଛି। ତେଣୁ ପ୍ରତ୍ୟେକ ଆଞ୍ଚଳିକ ଭାଷାରେ ବି ଯଦି କମ୍ପ୍ୟୁଟର ବହି ଥାଆନ୍ତା, ତାହେଲେ ସର୍ବସାଧାରଣ ଖୁବ୍ ସହଜରେ କମ୍ପ୍ୟୁଟର ଅନେକ କାମ କରିପାରନ୍ତେ। ସେଥିପାଇଁ ଓଡ଼ିଆରେ କମ୍ପ୍ୟୁଟରୀକରଣ ଖୁବ୍ ଆବଶ୍ୟକ। ଓଡ଼ିଆରେ ଯେଉଁ ଆପଣମାନେ ଯେତେବେଳେ ଟାଇପ୍ କରୁଥିବେ, ଓଡ଼ିଆରେ ମଧ୍ୟ ଟାଇପ୍ ହୁଏ, ଦେଖିଥିବ। ଏକ୍ଜାମ୍ପଲ୍ ତୁମର ଯେକୌଣସି ବି ହେଲା, ତୁମ କଲେଜରେ ଧର ଫଙ୍କସନ୍ ହେଲା, ଧର ତୁମେ ଓଡ଼ିଆରେ ଲେଖିବ ନା ନାହିଁ। ଧର ଆର୍ଟ୍ସ ଅନର୍ସ ପିଲା
ଓଡ଼ିଆ ନୋଟ୍ସ ତୁମର ଗୋଟେ ଫଙ୍କସନ୍ ହେଲା, କଲଚରାଲ୍ ଫଙ୍କସନ୍ ହଉ କିମ୍ବା ତାଦେହରେ ତାର ଲେଖିଲ ଓଡ଼ିଆରେ ତୁମେ ଧର ଲେଖିଲ, ସେଇଟା କେମିତି ହବ ନା ଓଡ଼ିଆ ବି ଟାଇପିଂ କରିବାକୁ ପଡ଼ୁଛି ତ ସେଇଭଳି ହେଲା। ଗୋଟେ ଦେଖ କମ୍ପ୍ୟୁଟର ଚଳାଇବାକୁ ଗଲେ କିଛି ନିର୍ଦ୍ଦିଷ୍ଟ ତଥ୍ୟ ଏବଂ ନିର୍ଦ୍ଦେଶର ଆବଶ୍ୟକ ହୁଏ, ଯାହାକୁ ଆଖି ଆଗରେ ଦେଖାଯାଏ ନା ବା ଛୁଇଁ ହୁଏ ନାହିଁ। ଏହାକୁ ହିଁ ସଫ୍ଟୱେୟାର କହନ୍ତି ହେଲା। ସଫ୍ଟୱେୟାର ସବୁ ସମୟରେ ହିଁ ତଥ୍ୟ ସମ୍ବଳିତ। ସଫ୍ଟୱେୟାରହୀନ କମ୍ପ୍ୟୁଟରକୁ ମୃତ ବୋଲି କୁହାଯାଇପାରେ। ସଫ୍ଟୱେୟାର ନଥିଲେ କ'ଣ କମ୍ପ୍ୟୁଟର ମୃତ ବୋଲି ତାକୁ କୁହାଯାଇପାରେ। ସଫ୍ଟୱେୟାର ଦୁଇ ପ୍ରକାର, କ'ଣ ନା ସିଷ୍ଟମ୍ ସଫ୍ଟୱେୟାର ଆଉ ଆପ୍ଲିକେସନ୍ ସଫ୍ଟୱେୟାର। ଯେ ଯେଉଁମାନେ କମ୍ପ୍ୟୁଟର କରିଥିବେ ସେମାନେ ବୁଝିପାରିଥିବେ କ'ଣ ସବୁ ହେଲା। ତାପରେ ଦେଖ ସିଷ୍ଟମ୍ ସଫ୍ଟୱେୟାର କ'ଣ, ଯେଉଁ ସଫ୍ଟୱେୟାର ମାନେ ଆକୁ ସବୁ ଲେଖିବ ହେଲା, କୋଶ୍ଚିନ୍ ହିଁ ଏଇଭଳିଆ ହିଁ ସେ ଦେବ, କିଛି ଅସୁବିଧା ନାହିଁ। ଆଉ ଆକୁ ସମସ୍ତେ ନୋଟ୍ କରି ରଖ, ଲେଖିବ। ଯେଉଁ ସଫ୍ଟୱେୟାର ମାଧ୍ୟମରେ କମ୍ପ୍ୟୁଟର ବିଭିନ୍ନ ପ୍ରୋଗ୍ରାମ ଲୋଡ୍ କରାଯାଏ, ଅର୍ଥାତ୍ ଯେଉଁ ସବୁ ନିର୍ଦ୍ଦିଷ୍ଟ କ'ଣ ପ୍ରୋଗ୍ରାମ ମେସିନ୍ ମଧ୍ୟରେ ଦିଆଯାଇ କମ୍ପ୍ୟୁଟରକୁ ପ୍ରାଥମିକ ଭାବରେ ଚାଲୁ କରାଯାଏ, ତାକୁ ସିଷ୍ଟମ୍ ସଫ୍ଟୱେୟାର କହନ୍ତି। ମାନେ ଧରନ୍ତୁ ତୁମର ଗୋଟେ ଫଙ୍କସନ୍ ହେଲା, ଧର ତୁମେ ସେଠି କମ୍ପ୍ୟୁଟରରେ ଲୋଡ଼୍ ହେଇକି ସେଠି ସବୁ ଜିନିଷ ସବୁ ଦେଖାଯିବ, ଅଡ଼ିଟର ରୁମ୍ରେ ହଉ ତୁମର ଯେଉଁଠି ହଉ ହେଲା, ତ ତାକୁ କ'ଣ କହନ୍ତି ସିଷ୍ଟମ୍ ସଫ୍ଟୱେୟାର ବୋଲି କହନ୍ତି। ଯେମିତିକି MS DOS ୱିଣ୍ଡୋ ୟୁନିକ୍ସ ଇତ୍ୟାଦି ହେଲା। ତାପରେ ଦେଖ ଆପ୍ଲିକେସନ୍ ସଫ୍ଟୱେୟାର କ'ଣ, ଯେଉଁ ସଫ୍ଟୱେୟାର ମାଧ୍ୟମରେ ବିଭିନ୍ନ ପ୍ରକାର କାମର ନିର୍ଦ୍ଦିଷ୍ଟ ବା ପ୍ରୋଗ୍ରାମ କମ୍ପ୍ୟୁଟର ଦିଆଯାଇଥାଏ, ତାହାକୁ ଆପ୍ଲିକେସନ୍ କମ୍ପ୍ୟୁଟର କହନ୍ତି। ଯେମିତିକି ପେଜମେକର, କୋରେଲ୍ ଡ୍ର, MS ଅଫିସ୍ ଇତ୍ୟାଦି ଏସବୁରେ କ'ଣ ଆପ୍ଲିକେସନ୍ ସଫ୍ଟୱେୟାର ଏସବୁରେ ବ୍ୟବହାର ହୋଇଥାଏ। ବୁଝିପାରିଲ। ତାପରେ ଦେଖ କମ୍ପ୍ୟୁଟର ବିଭିନ୍ନ ପ୍ରକାର କାମ କରିବାକୁ ଗଲେ ବିଭିନ୍ନ ପ୍ରକାର ସଫ୍ଟୱେୟାର ଆବଶ୍ୟକ ହୁଏ। ଯେମିତି ଚିଠିପତ୍ର ବା ବିଭିନ୍ନ ପ୍ରକାର ତଥ୍ୟ ଲେଖିବା ପାଇଁ ଏକ ପ୍ରକାର ସଫ୍ଟୱେୟାର, ଚିତ୍ର ନେଇ କାମ କରିବାକୁ ଗଲେ ଆଉ ଏକ ସଫ୍ଟୱେୟାର, ଗୀତ ଶୁଣିବାକୁ ଗଲେ, ସିନେମା ଦେଖିବାକୁ ଚାହିଁଲେ ଆଉ ଏକ ସଫ୍ଟୱେୟାର, ସବୁଥିରେ ଗୋଟେ ସଫ୍ଟୱେୟାର ଦରକାର କି ନାହିଁ। ଆଚ୍ଛା, କମ୍ପ୍ୟୁଟର ପ୍ରସ୍ତୁତିକାରକ ସଂସ୍ଥା ସବୁ ସମୟରେ ସବୁ ପ୍ରକାର ସଫ୍ଟୱେୟାର ଆପଣଙ୍କ କମ୍ପ୍ୟୁଟର ହୁଏତ ଦେଇଥାଇପାରେ, ଅଥବା ଆପଣଙ୍କ କମ୍ପ୍ୟୁଟର ହୁଏ ନିମ୍ନଲିଖିତ କେତେକ ସଫ୍ଟୱେୟାର ରହିଛି, କିନ୍ତୁ ବର୍ତ୍ତମାନ ସେଗୁଡ଼ିକ ଆହୁରି ଉନ୍ନତ ସଂସ୍କରଣ ବାହାରିଛି। ସେତେବେଳେ ସେ ସବୁ ସଫ୍ଟୱେୟାର କମ୍ପ୍ୟୁଟର ଅନ୍ତର୍ଭୁକ୍ତ କରିବାକୁ ହିଁ ସଫ୍ଟୱେୟାର ଇନଷ୍ଟଲେସନ୍ କହନ୍ତି ହେଲା। ଇନଷ୍ଟଲ୍ ମାନେ ତୁମେ ଧର ମୋବାଇଲରେ ଗୋଟେ ସଫ୍ଟୱେୟାର ଇନଷ୍ଟଲ୍ କରୁଛ, ସେଇଟାକୁ ବୁଝିପାରିଲ ସମସ୍ତେ। ଆଚ୍ଛା, ସଫ୍ଟୱେୟାର ସାଧାରଣତଃ ଫ୍ଲିପ୍ ବା ସିଡ଼ିରେ ଥାଏ, ସେଠାରୁ କମ୍ପ୍ୟୁଟରରେ ଲୋଡ୍ କରାଯାଏ। ସଫ୍ଟୱେୟାର ଇନଷ୍ଟଲେସନ୍ ଦ୍ୱାରା ନିର୍ଦ୍ଦିଷ୍ଟ ପଦ୍ଧତି ରହିଛି। କମ୍ପ୍ୟୁଟର ଓଡ଼ିଆ ବ୍ୟବହାର ଶିଖିଲେ ଅଦୂର ଭବିଷ୍ୟତ ପ୍ରେସ୍ଗତ ଭାବେ ତାର ପ୍ରୟୋଗ କରିହେବ, ଯାହା ଅର୍ଥନୈତିକ ଭାବେ ଖୁବ୍ ଲାଭଜନକ। ଯଦି ଭଲ ଭାବେ ଓଡ଼ିଆରେ ଟାଇପ୍ ଶିଖିଯାଆନ୍ତି, ତାହେଲେ କାଗଜ ବ୍ୟବସାୟିକ ପ୍ରତିଷ୍ଠାନ ଆଦିରେ ଆପଣ ନିଯୁକ୍ତି ପାଇଯିବେ। ମାନେ ହେଲା ଓଡ଼ିଆରେ ବି ଟାଇପ୍ ବି ଅଛି ହେଲା। ବହି ଛାପିବା, ବିଭିନ୍ନ ସଂସ୍ଥାର ନିମନ୍ତ୍ରଣ ପତ୍ର ଛାପାଇବା, ବିଲ୍, ବହି, ପୋଷ୍ଟର, ବିଜ୍ଞାପନ କାମ ଭଳି ଅନେକ କରାଯାଇପାରେ ଓଡ଼ିଆରେ। ଯେଉଁମାନେ ଟାଇପିଂ କରିଥାନ୍ତି, ଦେଖିବ ତୁମର ଧର ଗୋଟେ ପୋଷ୍ଟର ବ୍ୟାନର ହେଲା, କିମ୍ବା ତୁମର ଯେତେବେଳେ ଆପଣମାନଙ୍କର ଆସେ କ୍ୟାଲେଣ୍ଡର ଘରକୁ ଆସିଥିବ, ଯେତେବେଳେ 2024 ଏବେ ନୂଆ କ୍ୟାଲେଣ୍ଡର, ସେଥିରେ ଓଡ଼ିଆ ଲେଖାଯାଇଥାଏ। ତ ସେଥିରେ କ'ଣ ଏହିସବୁ ମାନେ ଟାଇପିଂ ଦ୍ୱାରା ହୋଇଥାଏ। ତ ପିଲାମାନେ ତୁମକୁ ଯଦି ଦରକାର ଅଛି, ମୋ କତିରେ ବି ଏଇ PDFରେ ଅଛି, ମୁଁ ଆପଣମାନଙ୍କୁ ସେୟାର କରିଦେବି ଟେଲିଗ୍ରାମରେ। ସମସ୍ତେ ଟେଲିଗ୍ରାମରେ ଜଏନ୍ ହୋଇକିନି ଦେଖିପାରିବେ। ଓକେ। ତାପରେ ଦେଖ ଆପଣ କମ୍ପ୍ୟୁଟରରେ ଆଲ୍ସ ପେଜମେକର ଲୋଡ୍ କରାଯାଇଥିଲେ ଆପଣ ଓଡ଼ିଆରେ କାମ କରିପାରିବେ। ଏହାଛଡ଼ା ଟେକ୍ସଟ ଲେଖାଯାଏ ଯେଉଁ ସବୁ ସଫ୍ଟୱେୟାର ନୋଟପ୍ୟାଡ୍ ବ୍ୟତୀତରେ ସେଗୁଡ଼ିକ ବି ଓଡ଼ିଆରେ କାମ କରାଯାଏ। ତେବେ ଏଠାରେ ଆମେ ଆଲ୍ସ ପେଜମେକରର ଉଦାହରଣ ସ୍ୱରୂପ ଚିତ୍ର ଉପସ୍ଥିତ। ଦେଖ ମେନ୍ ସୁଇଚ୍ ଅନ୍ କରନ୍ତୁ, ତାପରେ UPS ସୁଇଚ୍ ଅନ୍ କରନ୍ତୁ, ସିଷ୍ଟମ୍ ୟୁନିଟ୍ ସୁଇଚ୍ ଅନ୍ କରନ୍ତୁ, ସ୍କ୍ରିନ୍ରେ ଡେସ୍କଟପ୍ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଡେସ୍କଟପ୍ ସ୍କ୍ରିନ୍ରେ ଆସିଗଲେ ଆଲ୍ସ ପେଜମେକର ଉପରକୁ ମାଉସ୍ ପଏଣ୍ଟରେ ନେଇଯାଆନ୍ତୁ। ଯେଉଁମାନେ କମ୍ପ୍ୟୁଟର କରିଥିବେ ସେମାନେ ଜାଣିଛନ୍ତି ହେଲା। ମାଉସ୍ର ଲେଫ୍ଟ ବଟନରେ ସିଙ୍ଗଲ କ୍ଲିକ୍ କରନ୍ତୁ,
ଏବଂ कीबोर्ड एंटर बटन थरे दबाई छाड़तु आल्ट पेज मेकर प्रथम स्क्रीन चली आसला देखिए आपको सब करके निजे निजे देखिए जहाँ लैपटॉप थी कि कंप्यूटर जो शिखा जाते हैं करेंगे प्रैक्टिस करने द्वारा आपण मान कौन मन रही है सब जिनस फाइल लेखा ऊपर को स्क्रीन बाम कोणर आल्ट पेज मेकर लेखा तले फाइल एडिट इत्यादि लेखा मेनू बार रही माउस पेंटर आणतु एवं माउस रो लेफ्ट बटन सिंगल क्लिक करंतु गोटे मेनू आसिला केमती कौन सब ओपन होता है सी सब सी कहूँ ओके तो निहाती जानिबा आवश्यक तापर मेनू रो न्यू लेखा ऊपर को माउस पॉइंट नहीं आसतु एवं माउस रो लेफ्ट बटन सिंगल क्लिक करंतु जेहेतु आपण पृष्ठ सजाइबा संपर्क खूब अभिज्ञ नुहंती तेबे कंप्यूटर जेमिति पृष्ठ सजाई हुई रही से ही काम करंतु ओके लेखा ऊपर को माउस पॉइंट नहीं आसतु एवं माउस लेफ्ट बटन सिंगल क्लिक करंतु हैला केमी तुमको बुझाऊँ देख से केमी बुझाऊँ आ समस्ते भी मन रखु आप सब देख स्क्रीन मझी 8टी घर सेमिति जो बॉक्स रही टूल बॉक्स कहती घर गुड़िक मध्य जो चिन्ह गुड़िक रही से गुड़िक साहाय्य विभिन्न काम करा जाए से संपर्क में पर आलोचना हेबो एही बॉक्स टी स्क्रीन मझी रहिले काम करने को असुविधा हेबो तेणु कौन यहाँ गोटे कोण को घुंचे दि जाओ 8टी घर छड़ा बॉक्स रे जो हेतुकार स्थानटी अच्छी सेटा को माउस पॉइंट नहीं आसतु एथर माउस लेफ्ट बटन चापी धरी स्क्रीन ऊपर डाण जो स्केल टी 20/24 कौन लेखा रही ता तल को माउस पॉइंट आनी लेफ्ट बटन छाड़ी दिंतु है से केमती बुझाऊँ देख समस्ते प्रैक्टिस करवा आपको नोट कर लेख एथर माउस पॉइंट टूल बॉक्स रे ए लेखा घर को नहीं आसतु एवं माउस लेफ्ट बटन सिंगल क्लिक करंतु एथर माउस पॉइंट स्क्रीन मझे जो पेजटी रही तार एकदम ऊपर को बाम पट को माउस एंटर पॉइंट नहीं लेफ्ट बटन सिंगल क्लिक करंतु तापरे चिन्हटी तप तप करने को आरंभ कर जो मैंने आकसु माने शिखिन समस्ते शिख है एथर आपण टाइप आरंभ करेंगे किंतु जहाँ टाइप करेंगे ताहा एते छोट दिशब जे आपण बुझीपारे ना तेणु पेज को टिके बड़ कर दिंतु कीबोर्ड गोटे आंगुली रे कंट्रोल बटन चिपी रखी अन्य आंगुली प्लस की टिपी 2 बटन छाड़ी दिंतु पेज टी ऊपर चित्र भली होई माने ऊपर चित्र भली हेबो हला को बळिया ए बळिया देखैबो हला आल्ट पेज मेकर 5.0 बुझ पाइलो तो ये थिला तमर आंसर टी तुम बुझी पारथियो केमती कोन ये हबो माने खोलिबो आल्ट पेज मेकर टी हला तो जो मैंने प्रैक्टिस कर प्रैक्टिस कर आज एति वीडियो जदि वीडियो टी भल लगे तो वीडियो को लाइक करेंगे चैनल को ये आगे वीडियो देखा चैनल को सब्सक्राइब करेंगे जय हिंद वंदे मातरम।